ଆଜି ଆଜି ସଦ୍ଗୁରୁ ଅର୍ଜୁନଙ୍କର 92ତମ ଆବିର୍ଭାବ ଦିବସ। ଆଜି ସଦ୍ଗୁରୁ ଅର୍ଜୁନଙ୍କର ଆଜି ଦିବ୍ୟଦର୍ଶନ ପ୍ରତିଷ୍ଠାତା ସଦ୍ଗୁରୁ ଅର୍ଜୁନଙ୍କର 92ତମ ଆବିର୍ଭାବ ଦିବସ। ସେ 1933 ମସିହା ଜୁଲାଇ ମାସ 18 ତାରିଖରେ ରାୟଗଡ଼ା ଜିଲ୍ଲାର ଗୁଡ଼ିଆବନ୍ଧ ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଓଡ଼ିଆ ଗମାଙ୍ଗ ଏବଂ ମାତାଙ୍କ ନାମ ଚନ୍ଦ୍ରମା ଦେବୀ। 1948 ମସିହାରେ ସେ ଗ୍ରୀକ୍ ଦାର୍ଶନିକ ମହାପୁରୁଷ ସକ୍ରେଟିସ୍ଙ୍କ ଅଜ୍ଞାନ ମହାପାପ ବାକ୍ୟ ପଢ଼ିଲା ପରେ ପ୍ରଥମ ଗୁରୁ ରୂପେ ତାଙ୍କୁ ବରଣ କରିଥିଲେ। 1963 ମସିହାରେ ପ୍ରେମ ଅବତାର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବାଇବଲ ପଢ଼ି ତାଙ୍କୁ ଦ୍ୱାରା ଉତ୍ସାହିତ ହୋଇ ତାଙ୍କୁ ଦ୍ୱିତୀୟ ଗୁରୁ ଭାବେ ଗ୍ରହଣ କରିଥିଲେ। 1975 ମସିହାରେ ଭଗବାନ ବୁଦ୍ଧଙ୍କ ବୌଦ୍ଧ ଦର୍ଶନ ପଢ଼ି ତାଙ୍କୁ ତୃତୀୟ ଗୁରୁ ଭାବେ ବରଣ କରିଥିଲେ। ତାଙ୍କର ଚତୁର୍ଥ ଗୁରୁ ହେଲେ ପ୍ରକୃତି, ପଞ୍ଚମ ଗୁରୁ ସତ୍ଶାସ୍ତ୍ର, ଷଷ୍ଠ ଗୁରୁ ମହାପୁରୁଷଗଣ, ସପ୍ତମ ଗୁରୁ ସ୍ୱୟଂ ପରଂବ୍ରହ୍ମ ଭଗବାନ। ଇଷ୍ଟଦେବୀ ତାଙ୍କର ଅଧିଷ୍ଠାତ୍ରୀ ଦେବୀ ମା ଦୁର୍ଗା। ସେ 1967 ମସିହା ଏପ୍ରିଲ ମାସ 14 ତାରିଖ ମହାବିଶ୍ୱ ସଂକ୍ରାନ୍ତି ସୂର୍ଯ୍ୟାସ୍ତ ସମୟରେ ସେ ପରମ ସିଦ୍ଧି ଲାଭ କରିଥିଲେ ଏବଂ ଦିବ୍ୟଦର୍ଶନ ଚାର୍ଟ ପ୍ରସ୍ତୁତ କଲେ 1973 ମସିହାରେ। ଶିଷ୍ୟଶିକ୍ଷା ଗ୍ରହଣ କଲେ 1976 ମସିହାରେ। ଦିବ୍ୟଦର୍ଶନ ପ୍ରଚାର ପ୍ରସାର 1981 ମସିହାରୁ ହେଲା। 1989 ମସିହା ଫେବୃଆରୀ 28 ତାରିଖ ଦିବା 8 ଘଣ୍ଟା 50 ମିନିଟ ସମୟରେ ତାଙ୍କର ପରଲୋକ ଘଟିଥିଲା। ବର୍ତ୍ତମାନ ଗୀତାର ଭାବ ଅନୁସାରେ ଭାବ ଉପରେ ମୁଁ କିଛି କହିବାକୁ ଯାଉଛି। ଏକ ନିର୍ଦ୍ଦିଷ୍ଟ ଗ୍ରନ୍ଥ ଗୀତା ବୈଦିକ ଓ ଧର୍ମର ଏକ ନିର୍ଦ୍ଦିଷ୍ଟ ଗ୍ରନ୍ଥ। ଗୀତା କର୍ମଜ୍ଞାନ ଭକ୍ତି ଯୋଗଯୁକ୍ତ ଶାସ୍ତ୍ର ଅଟେ। ଗୀତା ହେଉଛି ଜ୍ଞାନର ଭଣ୍ଡାର। 180ଟି ଗ୍ରନ୍ଥର ସାରାଂଶ ଗୀତାରେ ରହିଛି। ମୁକ୍ତି ପାଇବାର ଆଧାର ଭଗବାନଙ୍କ ପ୍ରତି ବିଶ୍ୱାସ ଅଟେ। ଏକ ଭାବରେ ସମସ୍ତ ଶକ୍ତି ପୁଞ୍ଜୀଭୂତ ହୋଇଥିବା ସତ୍ତା ବ୍ରହ୍ମ ବା ଭଗବାନ ଅଟନ୍ତି। ଅନ୍ୟାନ୍ୟ ଶକ୍ତିର ଗୁଣଗୁଡ଼ିକ ନେଇ ବିଭିନ୍ନ ଦେବାଦେବୀ ନାମରେ ନାମିତ କରାଯାଇଛି। ବ୍ରହ୍ମଙ୍କର ଆଦେଶକୁ ସବୁ ଦେବାଦେବୀ କାର୍ଯ୍ୟକାରୀ କରନ୍ତି। ବ୍ରହ୍ମଙ୍କର ନୀତି କର୍ମ ଅନୁଯାୟୀ ଫଳ ସତ୍ୱଗୁଣୀ ଏବଂ ତମଗୁଣୀ ପୁରାଣ ଅନୁଯାୟୀ ଦେବତା ଏବଂ ରାକ୍ଷସ ଏକାଠି ରହିପାରିବେ ନାହିଁ। ଏମାନେ ପରସ୍ପର ବିରୋଧୀ। ଆମ ପାଖରେ ଉଭୟ ସତ୍ତ୍ୱ ଓ ତମଗୁଣ ପ୍ରକାଶ ପାଉଥିବାରୁ ଆମେ ସୁଖ ଦୁଃଖ ଉଭୟ ପାଉଛୁ। ଯିଏ ଯେମିତି ଗୀତାକୁ ବୁଝିଲା ସେ ସେମିତି ପ୍ରକାଶ କଲେ। କର୍ମ ଭକ୍ତି ଜ୍ଞାନ ଯାହା କହ ସବୁ ଜ୍ଞାନର କଥା। ମୋହଭଙ୍ଗ ନହେଲେ ଆମେ କିଛି କରିପାରିବା ନାହିଁ। ମୋହଭଙ୍ଗ ହେଲା ପରେ କେଉଁ କର୍ମ କିପରି ଭାବରେ କଲେ ମନୁଷ୍ୟ ଭଗବତ ପ୍ରାପ୍ତି କରିବ ତାହା ଗୀତାରେ ବର୍ଣ୍ଣିତ ହୋଇଛି। ଭକ୍ତି ନଥିଲେ ମନୁଷ୍ୟ ଲଗାମ ଛଡ଼ା ହୋଇଯିବ। କର୍ମ ସମ୍ବନ୍ଧରେ ଜ୍ଞାନ ନଥିଲେ ମନୁଷ୍ୟ ସୁଚାରୁ ରୂପେ କର୍ମ ସମ୍ପାଦନ କରିପାରିବ ନାହିଁ। ଏଣୁ ଗୀତାରେ ଜ୍ଞାନର ଆଶ୍ରୟ ନେବାକୁ କୁହାଯାଇଛି। ପ୍ରକୃତ ସତ୍ୟକୁ ବୁଝିବାର ନାମ ଜ୍ଞାନ ଅଟେ। ଜ୍ଞାନ ଅର୍ଥ ଗୁରୁ। ଗୁରୁ ଶକ୍ତି ବିନା ମନୁଷ୍ୟ ଆତ୍ମଜ୍ଞାନ ପାଇପାରିବ ନାହିଁ। ଆତ୍ମଜ୍ଞାନ ବିନା ମୁକ୍ତି ଅସମ୍ଭବ। ଜ୍ଞାନର ଅଭାବରେ ମନୁଷ୍ୟ ଠିକ୍ ଭୁଲ ଜାଣିପାରେ ନାହିଁ। ଅର୍ଜୁନଙ୍କ ମୋହ ଭାଙ୍ଗିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଜ୍ଞାନର କଥା କହିଲେ। ଶକ୍ତି ହିଁ ଆତ୍ମା, ଶକ୍ତି ହିଁ ଜ୍ଞାନ, ଶକ୍ତି ହିଁ ସବୁକିଛି, ଆତ୍ମା ହିଁ ସବୁକିଛି। କେହି କାହାକୁ ମାରୁନାହିଁ। ରୂପର ନଷ୍ଟ ହିଁ ମୃତ୍ୟୁ। ଭଗବାନ ଅର୍ଜୁନଙ୍କୁ କହୁଛନ୍ତି, ତୋରି ଭିତରେ ମୁଁ ଅଛି ଏବଂ ମୋ ଭିତରେ ତୁ ଅଛୁ। ମୋ ଦ୍ୱାରା ତୋର ସବୁ କାମ ହେଉଥିବାରୁ ତୁ ମୋତେ ମାନିବାକୁ ବାଧ୍ୟ ହେବୁ। ଆତ୍ମାର ଶରଣ ନଗଲେ ମନୁଷ୍ୟର ମୁକ୍ତି ଅସମ୍ଭବ। ଏପରିକି ଜୀବିତାବସ୍ଥାରେ ମଧ୍ୟ ସେ ଠାଣୁ ପାଲଟିଯିବ। ଏତିକି କହି ମୋର ବକ୍ତବ୍ୟ ସମାପ୍ତ କରୁଅଛି ଏବଂ ଜନ୍ମଜୟ ଆମକୁ କିଛି କହିବା ପାଇଁ ଅନୁରୋଧ କରେ।